ବଲାଙ୍ଗୀର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ନିକଟସ୍ଥ ଶୁଭରାଜ ଭବନ ପରିସରରେ ତହକ ସାହିତ୍ୟ କୁଟୁମ୍ବ ତରଫରୁ ଆୟୋଜିତ କବି ସମ୍ମିଳନୀ ଏବଂ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି। କବି ସମ୍ମିଳନୀରେ କବିମାନେ ସ୍ୱରଚିତ କବିତା ପଠନ କରିଥିଲେ। କବି ରାଜୀବ ପ୍ରସାଦ ଭୋଇଙ୍କ ଦ୍ୱାରା ଲିଖିତ ପ୍ରେମ ପୁସ୍ତକ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀ ବିଶି ଉନ୍ମୋଚନ କରିଥିଲେ। ସାହିତ୍ୟ ସଂସ୍କୃତି ଭାଷା ସମୃଦ୍ଧି ହେଲେ ସମାଜ ବିକଶିତ ହେବ, ସମାଜ ଉନ୍ନତ ହେଲେ ଦେଶର ଅଗ୍ରଗତି ହେବ ବୋଲି ସାଂସଦ ବିଶି କହିଛନ୍ତି। ଆହୁରି ମଧ୍ୟ କବି ଲେଖକ ଗାଳ୍ପିକ ସାହିତ୍ୟିକ ସଚେତନ ନାଗରିକ ବୁଦ୍ଧିଜୀବୀମାନେ ହିଁ ଲୋକଙ୍କୁ ଜାଗ୍ରତ କରି ଦେଶର ଏକତା ଅଖଣ୍ଡତା ଭାଇଚାରା ସଦ୍ଭାବନା ସୃଷ୍ଟି କରିପାରିବେ ବୋଲି ଶ୍ରୀ ବିଶି ଉଦ୍ବୋଧନ ଦେଇଥିଲେ। ସାହିତ୍ୟ ସାଧନା ଦିଗରେ କାର୍ଯ୍ୟରତ ସମସ୍ତ କବି ଲେଖକ ଗାଳ୍ପିକ ମାନଙ୍କୁ ସାଂସଦ ଶ୍ରୀ ବିଶି ପ୍ରଶଂସା କରିଥିଲେ। କବି ଲେଖକ କଳାକାରମାନଙ୍କୁ ସାଂସଦ ମାନପତ୍ର ଏବଂ ପ୍ରଶଂସାପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କବି ନିରଞ୍ଜନ ପଣ୍ଡା, ଇଞ୍ଜିନିୟର ସତ୍ୟନାରାୟଣ କୁମୁରା, ରାଜେଶ ଦଣ୍ଡସେନା, ରାଜୀବ ପ୍ରସାଦ ଭୋଇ, ଦିଗମ୍ବର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ କବି ଯୋଗ ଦେଇଥିଲେ। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ।